903 ରନ୍, ତାହା ପୁଣି ଗୋଟିଏ ଇନିଂସରେ। 3 ଦିନ ତ୍ରାହି ତ୍ରାହି ଡାକିଥିଲେ ବୋଲର। ଜି ହଁ ଦର୍ଶକ ବନ୍ଧୁ, କ୍ରିକେଟ ଇତିହାସରେ ଏମିତି କିଛି ରେକର୍ଡ ରହିଯାଇଛି ଯାହାକୁ କି ଆଗକୁ ଭାଙ୍ଗିବା ସମ୍ଭବପର ହେବ। ଅସମ୍ଭବ ଲାଗୁଥିଲେ ବି ଭାଙ୍ଗିବା ବେଶ କାଠିକର ପାଠ। ଏମିତି ଏକ ରେକର୍ଡ କ୍ରିକେଟ ଇତିହାସରେ ଆଜି ବି ରେକର୍ଡ ହୋଇ ରହିଛି। ଇତିହାସ ପୃଷ୍ଠାରେ ଏମିତି ଏକ ମ୍ୟାଚ୍ ଲିପିବଦ୍ଧ ହୋଇ ରହିଛି ଯାହାକି ଆଜି ବି ଅଦ୍ଭୁତ। ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏକ ଟେଷ୍ଟ ମ୍ୟାଚ୍ ଖେଳାଯାଇଥିଲା ଯାହା ଇତିହାସରେ ରହିଛି। 1938 ଅଗଷ୍ଟ 20 ତାରିଖରେ ଖେଳାଯାଇଥିବା ଏହି ମୁକାବିଲା କାଳ କାଳ ଯାଇ ସେହିଭଳି ରେକର୍ଡ ହୋଇ ରହିବ। ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ 29 ରନ୍ରେ ପ୍ରଥମ ୱିକେଟ୍ ହରାଇଥିଲା। ତଥାପି ମରିସ୍ ଲୋଡୋସ୍ଙ୍କ ସହ ଲିଡନ୍ ହଟନ୍ ଦ୍ୱିତୀୟ ୱିକେଟ୍ ପାଇଁ 382 ରନ୍ ଯୋଡ଼ି ଦଳକୁ ଏକ ଦୃଢ଼ ସ୍ଥିତିରେ ପହଞ୍ଚାଇଥିଲେ। ମରିସ୍ ଲେଣ୍ଡୋ ଯିଏକି 187 ରନ୍ କରି ଆଉଟ୍ ହୋଇଥିଲେ। 411 ରନ୍ରେ ଦ୍ୱିତୀୟ ୱିକେଟ୍ ପତନ ହେଲା ପରେ ଲିଓ ହାର୍ଟ ହଟନ୍ ଅଧିନାୟକ ୱାଲିଂ ହାମନ୍ସଙ୍କ ସହ ତୃତୀୟ ୱିକେଟ୍ ପାଇଁ 135 ରନ୍ ଯୋଡ଼ି ଦଳକୁ 500 ରନ୍ ଅତିକ୍ରମ କରାଇଥିଲେ। ହାମ୍ସ ଯିଏକି 69 ରନ୍ କରି ଆଉଟ୍ ହୋଇଥିଲେ। ତେବେ ଯେତେବେଳେ ଇଂଲଣ୍ଡର ପଞ୍ଚମ ୱିକେଟ୍ ପତନ ହୋଇଥିଲା ସ୍କୋର ଥିଲା 555 ରନ୍। ସେହିଠାରୁ ଲିଓନ୍ ହଟନ୍ ଏବଂ ଜୋ ହାର୍ଟସ୍ପରଙ୍କ ସହ ଷଷ୍ଠ ୱିକେଟ୍ ପାଇଁ 215 ରନ୍ ଯୋଡ଼ି ଦଳକୁ 800 ପାଖାପାଖି ପହଞ୍ଚାଇଥିଲେ। ହଟନ୍ ଯିଏକି 847 ବଲ୍ ଖେଳି 15ଟି ଚୌକା ସହିତ 364 ରନ୍ କରିଥିଲେ। ହଟନ୍ ଏହି ଗ୍ରାଉଣ୍ଡରେ ସବୁଠାରୁ ଲମ୍ବା ଇନିଂସ ଖେଳିବାର ବ୍ୟାଟ୍ସମ୍ୟାନ୍ ହୋଇଥିଲେ ଯାହାକି ଆଜି ବି ଏକ ରେକର୍ଡ ହୋଇ ରହିଛି। ହଟନ୍ କଙ୍ଗାରୁ ବୋଲଙ୍କ ଉପରେ ପୁରାପୁରି ଭାବେ ଭାରି ପଡ଼ିଥିଲେ। ସପ୍ତମ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଜୋ ହାର୍ଟସ୍ପରଙ୍କ ସହ ଅପରାଜିତ 169 ରନ୍ କରିଥିଲେ। ସେହିପରି ଅଥରଉଡ୍ ଯିଏକି 53 ରନ୍ କରିଥିଲେ। ତେବେ ଏହିଭଳି ଭାବେ ଇଂଲଣ୍ଡ ପ୍ରଥମ ଇନିଂସରେ 7 ୱିକେଟ୍ ହରାଇ ବିଶାଳ 903 ରନ୍ କରିଥିଲା ଆଉ ଇନିଂସ ବି ଘୋଷଣା କରିଥିଲା। ମୋଟ 335 ଓଭରରେ 902 ରନ୍ କରିଥିଲା ଦଳ, ଯାହାକି ସର୍ବାଧିକ ସ୍କୋର। 3 ଦିନ ଧରି କଙ୍ଗାରୁ ବୋଲରମାନେ ତ୍ରାହି ତ୍ରାହି ଡାକିଥିଲେ। ପଡ଼ିଆକୁ ଇଂଲଣ୍ଡର ଯିଏ ବି ବ୍ୟାଟର ଆସୁଥିଲେ ଶତକୀୟ ଦ୍ୱିଶତକୀୟ ଇନିଂସ ଖେଳୁଥିଲେ। ବିଲ୍ ଓରିଏଲ୍ ଅଷ୍ଟ୍ରେଲିଆ ପାଇଁ ସର୍ବାଧିକ ଯିଏକି 3ଟି ୱିକେଟ୍ ନେଇଥିଲେ। ଜବାବରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସରେ ମାତ୍ର 201 ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା। ଓପନର ବିଲ୍ ବ୍ରାଉନ୍ ଯିଏକି 69 ରନ୍, ଲିଣ୍ଡେନ୍ ହାସେସ୍ 42 ରନ୍ କରିଥିଲେ। ସେହିଭଳି ଷ୍ଟିଭ୍ ବ୍ରାନ୍ସ 41 ରନ୍ କରି ଆଉଟ୍ ହୋଇଥିଲେ। ଇଂଲଣ୍ଡ ପକ୍ଷରୁ ବିଲ୍ସ ବୋଲ୍ଟ ସର୍ବାଧିକ 5ଟି ୱିକେଟ୍ ନେଇଥିଲେ। ପ୍ରଥମ ଇନିଂସରେ ଇଂଲଣ୍ଡ 702 ରନ୍ର ବିଶାଳ ଲିଡ୍ ପାଇଥିଲା। ଅଷ୍ଟ୍ରେଲିଆକୁ ଫଲୋ ଅନ୍ କରିବାକୁ ବାଧ୍ୟ କରିଥିଲା। ଦଳ ଦ୍ୱିତୀୟ ଇନିଂସରେ ମାତ୍ର 123 ରନ୍ରେ ହିଁ ଅଲ୍ ଆଉଟ୍ ହୋଇଯାଇଥିଲା। ଏହି ଇନିଂସରେ ଇଂଲଣ୍ଡ ପକ୍ଷରୁ କେନ୍ ମ୍ୟାକ୍ଫର୍ସନ୍ ସର୍ବାଧିକ 4 ୱିକେଟ୍ ନେଇଥିଲେ। ତେବେ ଇଂଲଣ୍ଡ ଏହି ମ୍ୟାଚ୍କୁ ଏକ ଇନିଂସ ଏବଂ 579 ରନ୍ରେ ଜିତିଥିଲା, ଯାହା ଟେଷ୍ଟ କ୍ରିକେଟ ଇତିହାସରେ ସର୍ବବୃହତ ବିଜୟ ଭାବେ ରେକର୍ଡ ହୋଇ ଏବେ ବି ମଧ୍ୟ ରହିଛି। ଜି ହଁ ଦର୍ଶକ ବନ୍ଧୁ, ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ 1938 ମସିହାରେ ଏକ ମ୍ୟାଚ୍ ଖେଳାଯାଇଥିଲା ଯେଉଁଥିରେ 903 ରନ୍ ହୋଇଥିଲା। ପ୍ରଥମ 3 ଦିନରେ 903 ରନ୍ ହୋଇଥିଲା ଆଉ ଅଷ୍ଟ୍ରେଲିଆର ବୋଲରମାନେ ତ୍ରାହି ତ୍ରାହି ଡାକିଥିଲେ। 3 ଦିନରେ 335 ଓଭର ବୋଲିଂ କରିଥିଲେ ଅଷ୍ଟ୍ରେଲିଆ ଦଳ। ଜନଶୁଭ ତାହା ବି ମାତ୍ର 7 ୱିକେଟ୍ ନେଇପାରିଥିଲେ। ଆଉ ଇଂଲଣ୍ଡ ତରଫରୁ ଜଣେ ବ୍ୟାଟ୍ସମ୍ୟାନ୍ ଯିଏକି ତ୍ରିଶତକ, ଆଉ ଜଣେ ଦ୍ୱିଶତକ, କିଏ ଶତକ, କିଏ ଅର୍ଦ୍ଧଶତକ ଏମିତି ମାରି ଚାଲିଥିଲେ। କିନ୍ତୁ ଅଷ୍ଟ୍ରେଲିଆ ବୋଲରମାନେ ହତାଶ ହୋଇ ତ୍ରାହି ତ୍ରାହି ଡାକୁଥିଲେ। ତାହା ବି ବର୍ତ୍ତମାନ ରେକର୍ଡ ହୋଇ ରହିଛି। ଆଉ ଇଂଲଣ୍ଡର ବ୍ୟାଟ୍ସମ୍ୟାନ୍ ଧୂଆଁଧାର ପାରି ଖେଳିଥିଲେ। 3 ଦିନରେ 900 ରନ୍ରେ ଏକ ବଡ଼ ସ୍କୋର କରିଥିଲେ। ତାପରେ ଅଷ୍ଟ୍ରେଲିଆ ଯେତେବେଳେ ବ୍ୟାଟିଂ କରିବାକୁ ଡକାଯାଇଥିଲା ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ 221 ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲା। ଏହାର ବନ୍ଧୁ ତ ବିଶାଳ ଲିଡ୍ ପାଇଥିଲା ଯିଏକି 703 ରନ୍ର ଲିଡ୍ ପାଇଥିଲା ଇଂଲଣ୍ଡ ଦଳ। ତାପରେ ମଧ୍ୟ ଫଲନ୍ ଦିଆଯାଇଥିଲା ଅଷ୍ଟ୍ରେଲିଆ ଟିମ୍କୁ। ଅଷ୍ଟ୍ରେଲିଆ ଟିମ୍ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରି ମାତ୍ର 121 ରନ୍ରେ ଅଲ୍ ଆଉଟ୍ ହୋଇଥିଲା, ଯାହାଫଳରେ 579 ରନ୍ରେ ବିଶାଳ ବିଜୟ ଟେଷ୍ଟ କ୍ରିକେଟ ଇତିହାସରେ ହାସଲ କରିଥିଲା ଇଂଲଣ୍ଡ ଦଳ। ଏବେ ବି ସେହି ରେକର୍ଡ ବର୍ତ୍ତମାନ କାଏମ ରହିଛି। ଜନଶୁଭ ବନ୍ଧୁ, ତ ଇଏ ଥିଲା ଏକ ବଡ଼ ଅପଡେଟ୍, କ୍ଲାସିକ୍ କ୍ରିକେଟ ଅପଡେଟ୍ ମୁଁ ଆପଣମାନଙ୍କୁ ଜଣାଇଲି ଯିଏକି 903 ରନ୍, ତାହା ପୁଣି ଗୋଟିଏ ଇନିଂସରେ 3 ଦିନ ତ୍ରାହି ତ୍ରାହି ଡାକିଥିଲେ ବୋଲରମାନେ। ଜନଶୁଭ ବନ୍ଧୁ, ତ এই ଅପଡେଟ୍ ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ତ ଗୋଟେ ଲାଇକ୍ କରିବେ ଆଉ ज़्यादाରୁ ज़्यादा ସେୟାର କରିବେ, କାରଣ ଏଇଭଳିଆ କ୍ରିକେଟ କଣ୍ଟେଷ୍ଟ ସର୍ବପ୍ରଥମେ ମୋ ଚ୍ୟାନେଲ୍ ସ୍ମାଇଲ୍ ବର୍ଡ କ୍ରିକେଟରେ ଆପଣମାନେ ଦେଖିବାକୁ ପାଇବେ। ତ ଆଜି ପାଇଁ ରହୁଛି, ଦେଖାହେବ କାଲି ଏମିତି ଏକ ନୂଆ ଜମଦାର ଭିଡ଼ିଓରେ। ସେତେବେଳେ ଟେକ୍ କେୟାର, ଜୟ ଜଗନ୍ନାଥ।